ଜୟ ବଡ଼ାମ ସାଙ୍ଗମାନେ ଜୟ ବଡାମ ସାଙ୍ଗମାନେ ଆମେ ଆସିଛୁ ଆଜି ଆମ ଉଦୟର ଧୁମସା ମେଳାକୁ। ଆଉ ବହୁତ ଦିନ ପରେ ଧୁମସା ମେଳା ହେଇଛି। ପୁଣି ନୂଆ ଭିଡକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଆଉ ଆଜି ଢେର ସାରା ମେଳା ବୁଲେଇବୁ। ଆଉ କଣ କଣ ଆସିଛି ନୂଆ ନୂଆ ପଡେ ଜିନିଷ ପଡେ ଯାହା ମାନେ କମ ଦେଖିବାକୁ ମିଳେ। ବହୁତ ସାରା ଜିନିଷ ଆସିଛି, ଚାଲ ବୁଲିକି ଦେଖିବା। ଆଉ ଯାହା ବି ହଉ ଆଜି ବହୁତ ଖୁସି ଲାଗୁଛି, କାହିଁକି ନା ମାନେ ସବୁ ବର୍ଷ ମାନେ ଅଲଗା ପ୍ରକାର, ଏ ବର୍ଷ କିନ୍ତୁ ବହୁତ ବଡ ଆକାରରେ କରିଛନ୍ତି, ପୁରା ଅପଗ୍ରେଡ ଭାର୍ସନ କରିଛନ୍ତି। ଯାହା କିଛି ଗୋଟେ ନୂଆ ଚେଞ୍ଜ ହେଲା ବୋଲି ଆମ ଉଦୟ ଲାଗୁଛି ଏଥର ମହୋତ୍ସବରେ। ଆଉ ଦେଖିବା କେମିତି ସବୁ ହେଇଛି। ଆଉ ଆଜି ସବୁ ଷ୍ଟେଜରେ ମାନେ ସ୍ୱରାଜ ବାରିକ ବୋଧେ ଆସିଛନ୍ତି, ଯାହା ବି ଏପର୍ଯ୍ୟନ୍ତ ପହଞ୍ଚି ସାରିନାହାନ୍ତି ଷ୍ଟେଜକୁ। ଦେଖିବା ଆଉ ଆସନ୍ତୁ ଆମେ ଟିକେ ବୁଲିବା ପାଇଁ ଯିବା କେମିତି ସବୁ ହେଇଛି। ଆଉ ଆମର ଏସଏଚଜି ଗ୍ରୁପର ମା ମାନେ ପ୍ରତ୍ୟେକ ବର୍ଷ ଆଣନ୍ତି, ଦୋକାନ କରନ୍ତି। ସେମାନେ ଏଇ ବର୍ଷ ବି ଆସିଛନ୍ତି, ମାନେ ସେମାନଙ୍କ ପାଇଁ ସ୍ପେଶାଲ ହୁଏ ସେଟା। ତ ମାନେ ସେମାନେ ତାଙ୍କର ଏସଏଚଜି ପ୍ରତ୍ୟେକ ଗାଁରେ ଥିବେ, ଆପଣ ମାନେ ଦେଖିଥିବେ। ତ ପ୍ରତ୍ୟେକ ଗାଁରୁ ତାଙ୍କର କଣ କଣ ସବୁ ମା ମାନଙ୍କର ତିଆରି କରିଥାନ୍ତି, ସେ ସବୁ ମାନେ ଆସିକି ଦୋକାନ କରାହେଇଥାଏ ଦୁମସା ଚାରିପଟେ। ଗାଁ ଅପେକ୍ଷା ମେଳାରେ କମ ରେଟରେ ଦିଅନ୍ତି ଆଉ। ଆଉ ଚାଲନ୍ତୁ ଦେଖିବା ଆଉ ବୁଲିବା କଣ ସବୁ ଆସିଛି ନୂଆ। ଭଲ ତ ହେଇଛି ଏଇ ବର୍ଷ, ଆସନ୍ତୁ ବୁଲିବା। ତ ଭାଇ ମାନେ ଆମେ ଗେଟ ରେ ପଶିବା, ସବୁ କେମିତି ସବୁ ସଜା ହେଇଛି, ଆଉ କଣ ସବୁ ଦୋକାନ ଆସିଛି। ଆଉ ଏଇ ବର୍ଷ ବୋଧେ ବଡ ମେଳା ଭଳିଆ କରିଛନ୍ତି ଭଳିଆ ଲାଗୁଛି, ଦୋଳି ବି ଆସିଛି। ଚାଲନ୍ତୁ ଦେଖିବା, ଆସନ୍ତୁ ଆମେ ଏଇ ଗେଟ ଦେଇକି ଯିବା। ଏବେ ଏଇଟା ହାଇସ୍କୁଲ ମାନେ ମେନ୍ ଗେଟ କହିତେ ଗଲେ ଏଇଟା ପଡିଆ ଆଡେ ଗେଟ ଟା। ଆସନ୍ତୁ ଯିବା ଦେଖିବା ଭିତରର ଦୃଶ୍ୟ। ଆମେ ଗେଟ୍ ଭିତରେ ପ୍ରବେଶ କରିଗଲେ ଧୁମସା ପେଣ୍ଡେଲ ପାଖାପାଖି। ପ୍ରୋଗ୍ରାମ ବୋଧେ ଆରମ୍ଭ ବି ହେଇଗଲାଣି, ଚାଲନ୍ତୁ ଦେଖିବା। ମାନେ ପୁରା ଶୀତରେ ପୁରା ଲାଇଟ ତ ବହୁତ ରଙ୍ଗ ବେରଙ୍ଗରେ ହେଇଛି, ବହୁତ ସୁନ୍ଦର ଲାଗୁଛି। ଦେଖାଯାଉ ପୁରା ବଡ ସାଇଟ ରେ ବି ପୁରା କଢେଇ କଇଁଚ ସବୁ ରହିଛି। ତା ସହିତ ମଧ୍ୟ ଏପଟେ ମଧ୍ୟ ତାୱା ରହିଛି ବିଭିନ୍ନ ପ୍ରକାରର। କିନ୍ତୁ ତାୱା ପ୍ରତ୍ୟେକ କରେଇ ବର୍ଷଠୁ ଏଇ ବର୍ଷ ଟା ମାନେ କଣ, ଏଇ ବର୍ଷ ଅଧିକ ଟିକେ ଦୋକାନ ବି ଆସିଛି, ଆଉ ବହୁତ ଜିନିଷ ପତ୍ର ବି ଆସିଛି। ଦେଖନ୍ତୁ ଫୁଲ ଫୁଲ ଆସିଛି, ସବୁ ଘର ଘରଣୀ ସଜେଇବା ଆଉ ଘର ଜିନିଷ ବି ଆସିଛି। ଯିଏ ମାନେ ଘର ସଜେଇବା ପାଇଁ ଇଚ୍ଛୁକ, ମାନେ ଏବେ ଯୋଉ ଲାଗୁଛି ସବୁ ଘର ସାମ୍ନାରେ ଲଗେଇବେ, ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଆସିଛି। ପୁରା ଡିଜାଇନ ଷ୍ଟାଇଲିଶ, ବଢିଆ। ଭାଇ କେତେ? 150 ଦିଟା। ଆପଣ ମାନେ ଯଦି ଆସିବେ 150 ଦିଟା। ଦେଖନ୍ତୁ ଏଇଗୁଡା ସବୁ ଗୁଡା ବିଭିନ୍ନ ପ୍ରକାର ମାନେ ଭଲ ଭଲ ଡିଜାଇନ ଗୁଡା। ଆଉ ସୁନ୍ଦର ଲାଗିବ, ଘରେ ଯଦି ଲଗେଇବେ ତ ବହୁତ ସୁନ୍ଦର ଲାଗିବ। ଆଉ ଲୋକମାନେ ଆସିବେ, ବନ୍ଧୁବାନ୍ଧବ ମାନେ ବି ଆସିଲେ ଦେଖିଲେ ଭଲ ଲାଗିବ। ବହୁତ ମଜା ଲାଗୁଛି ଆଉ, ପୁରା ଶୀତରେ ମଜା, ଟୋପି ଘୁଡେଇ। ଆଉ ସେପଟେ ଦୋଳି ବସିଛି, ଦୋଳି ପୁରା ଛୋଟ ପିଲାମାନଙ୍କ ପାଇଁ ଆଉ ମାନେ ଆଇଡଲ ହେଇଛି, ମାନେ ଗୋଟେ ଭଲ ତ। ଆଉ ଥଣ୍ଡା ଦିନରେ ବି ମାନେ ଆଇସ୍କ୍ରିମ ର ମଜା ନଉଛନ୍ତି। ଆଉ ବିଭିନ୍ନ ପ୍ରକାର ଖାଇବା ଜିନିଷ ବି ଅଛି, ମାନେ ସର୍ଟ ଫୁଡ, ମସରୁମ ଛତୁ ଫତୁ ବି ଆସିଛି। ଆଉ ମଞ୍ଚୁରିଆନ ତ ଆପଣ ଜାଣିଥିବେ, ମଞ୍ଚୁରିଆନ ଗୁପଚୁପ ସବୁ ଅଛି। ଆପଣ ମାନେ ଆସିବେ, ବୁଲିବେ ଏବଂ ଖାଇକି ବି ଯିବେ। ଆଉ ଏପଟେ ବି ମେଳା ଭଳିଆ ବସିଛି, ମାନେ ସରସ୍ୱତୀ ମେଳା ତ ବସେ। ଆସନ୍ତୁ ଏପଟେ ଦେଖିବା କଣ ସବୁ ହେଇଛି, ତାପରେ ଆପଣଙ୍କୁ ଭିତରକୁ ଦବା, ଦେଖିବେ ଭିତରେ ସବୁ କଣ ସବୁ ଅଛି। ଏଇଭଳିଆ ଏ ଜଣ ସାଙ୍ଗ ଦେଖା ହେଇଗଲେ, ଦେଖନ୍ତୁ ଇଏ ବୋଳା ଟିକେ ଦେଖା। ଗୋଟେ ବୋଲି ଜୀବନକୁ ନାହିଁ, ସବସ୍କ୍ରାଇବ କରିଦେବେ। ଆମେ ଚିଲିକା ଯାଇଥିଲେ ନା, ତାକୁ ଗାଁ ଦେଇକି ଆମେ ପଶିକି ଯାଇଥିଲୁ। ଯାଉ ଦେଖା ହେଲା, ବହୁତ ଖୁସି ଲାଗିଲା, ବହୁତ ଦିନ ପରେ ଦେଖା ହେଇଛି। ଆଉ ଆସନ୍ତୁ ଦେଖିବା, ହରେକ ମାଲ ଯାହା ନେବେ ସବୁ 20 ଟଙ୍କା ଲେଖା। ଯେକୌଣସି ଚଟୁ, ଖୁସୁଣି, ତାୱା, ଆଉ ଏଇ ଯୋଉ ବିଭିନ୍ନ ପ୍ରକାର ପ୍ଲେଟ ରହିଛି, 20 ଟଙ୍କା ଲେଖା। ଆସ ଦେଖିବା କେତେ ଲେଖା ହେଇଛି। ଭାଇ କେତେ ଟଙ୍କା? 20 ଟଙ୍କା। ତଫିନି କହିଥିଲା ନେଇ 20 ଟଙ୍କା। 10 ଟଙ୍କା। ସେ 10 ଟଙ୍କା ବାଲା।
ମାଗଣା ଆଣୁଛ ନା? ଭାଇ ଏ ସବୁ ଫ୍ରି ଆଣା ହଉଛି ନା ଯାହା ହଉ ଦେଖନ୍ତୁ ଭାଇ ମାନେ ଭାଇ କହୁଛନ୍ତି ପୁରା ମାଗଣା ଏ ସବୁ ମାଗଣା ଆଣିକି 20 ଟଙ୍କାରେ ବିକ୍ରି ହଉଛି ମାନେ ଏଇ ଭାଇ ଭଳିଆ ମାନେ ଏ ଗୋଟେ ପିସ୍ 20 ନା ଗୋଟେ ପିସ୍ 20 ଆପଣ ମାନେ ବି ଆସନ୍ତୁ ନେଇକି ଯାଆନ୍ତୁ ଜିନିଷ ପତ୍ର ବିଭିନ୍ନ ପ୍ରକାର ଦେଖିବା ଆଉ ଅନ୍ୟ ଦୋକାନ ଦେଖ 10 ଟଙ୍କିଆ ଜିନିଷ ଏଇଠି ସବୁ ମିଳୁଛି ମାନେ ଷ୍ଟେସନାରୀ ସଜଠୁ ଆରମ୍ଭ କରି ମାନେ ଘର ଜିନିଷ ବି ଅଛି ଏଇଠି ଆପଣ ମାନେ ଯେତେବେଳେ ଆସିବେ ନେବେ ଆଉ ବହୁତ ସୁନ୍ଦର ମାନେ 10 ଟଙ୍କା ତ ବହୁତ ଫେମସ ଲୋକ ଯାଆନ୍ତି କେମିତି ଶସ୍ତା ସୁନ୍ଦର ଜିନିଷ ମିଳୁ ଏଇଠି ଏଇଠି ଆମର ମିଳୁଛି ବହୁତ ସୁନ୍ଦର ସୁନ୍ଦର ଏଇ ଦେଖ ଭାଇ ଦେଖା ହେଇଗଲା 10 ଟଙ୍କିଆ ଜିନିଷ କିଣୁଛନ୍ତି ଭାଇ ଟିକେ ମନେ ଦେଖନ୍ତୁ ହରେକ ମାଲ 10 ଟଙ୍କା ବହୁତ ପଇସା ଥାଇକି ବି ସେ ମାନେ ପଇସା ଅଛି ଦିଲ୍ଲୀପ ଭାଇ ତାଙ୍କ ଫ୍ୟାମିଲି ଆସିଛନ୍ତି ଆଉ ମାନେ ଯାହା ବେଶୀ ପଇସା କିନ୍ତୁ କମ ଜିନିଷ ମାନେ କମ ଯେଠି ଶସ୍ତା ସୁନ୍ଦର ମିଳୁଛି ସେଇଠି ନେବେ ପଇସା ସବୁ ଛାପିକି ରଖିବେ ବ୍ୟାଗରେ ଆଉ ଖର୍ଚ୍ଚ କିଏ କରିବ ଆଉ ଦେଖିବା 10 ଟଙ୍କିଆ ଜିନିଷ ଷ୍ଟେସନାରୀ ଜିନିଷ ସବୁ ଅଛି ଆଉ ଆଗକୁ ଯିବା ଏଠି ଡ୍ରେସ ବି ମିଳୁଛି ଆଉ ଆସନ୍ତୁ ଦେଖିବା ଡ୍ରେସ ଲେଡିସ୍ ସମସ୍ତ ପାଇଁ 250 ଟଙ୍କିଆ ଡ୍ରେସ ସୁଟ ଦେଖନ୍ତୁ ଆପଣ ମାନେ ବି ଯିବେ ଆସିବେ ଏଇ ସବୁ ଦେଖନ୍ତୁ ଏଇଠି ମାନେ 250 ଟଙ୍କିଆ ସୁଟ ଆଉ ସାର୍ଟ ପ୍ୟାଣ୍ଟ ବଢିଆ ବଢିଆ ସର୍ଟସ ଆଉ ଡ୍ରେସ ବି ମିଳୁଛି ମେଳା ବସିଲେ ତ ଏଇଟା ସବୁ ନିହାତି ଆଉ ଆପଣ ମାନଙ୍କର ମନ ପସନ୍ଦର ଯଦି ଭଲ ଚଏସ ମାନେ ଆପଣଙ୍କ ଚଏସ ଯଦି ଜିନିଷ ମିଳିଲା ତ ନେଇକି ଯିବେ ସ୍ପୋର୍ଟ ପ୍ୟାଣ୍ଟ ବି ଅଛି ସ୍ପୋର୍ଟ ପ୍ୟାଣ୍ଟ ବି ନେଇପାରିବେ ସବୁ ଆଉ ଦେଖିବା ଆଗକୁ ଯିବା ଆଉ କଣ ଲାଗିଛି ଆଉ ମାନେ ଏଇଥର ମିନି ମେଳା ଭଳିଆ ବହୁତ ବଢିଆ କରିଛନ୍ତି ଆଉ ଆଗରୁ ସେମିତି ଖାଲି ଧୁମସା ଏରିଆରେ ହିଁ ଦୋକାନ ବସ୍ତା ଏବେ କିନ୍ତୁ ଧୁମସା ବାହାରେ ବି ଦୋକାନ ସବୁ ବସୁଛି ଆଉ ଆସିବେ ଯଦି ଆପଣ ମାନେ ବି ମାନେ ମେଳା ବି ବୁଲିବେ ତା ସାଙ୍ଗକୁ ଧୁମସା ବି ଦେଖିବେ ପ୍ରୋଗ୍ରାମ ହଉଛି ନାଚ ଗୀତ ପ୍ରୋଗ୍ରାମ ଆଉ ଓଡିଆର ସେଲିବ୍ରିଟି ମାନେ ବି ଆସୁଛନ୍ତି ମାନେ ଓଡିଆର ଯେତିକି ସବୁ ଆକ୍ଟର ଆକ୍ଟ୍ରେସ ଆଉ ଆପଣ ଭାଇ ବି ଆସିବେ ଆଉ ସିଙ୍ଗର ମାନେ ବି ଆସିବେ ଆପଣ ଦେଖିବେ ଚାଲନ୍ତୁ ଆମେ ମେଳା ଟିକେ ବୁଲି ଦେଇ ସାରିକି ତାଙ୍କ ଭିତରୁ ଆଡେ ଯିବା ଚଷମା ଗ୍ଲାସ ଆସନ୍ତୁ ଗ୍ଲାସ ଟିକେ ଦେଖିବେ ଭାଇ ଗ୍ଲାସ ଦେଖିବେ ତାଙ୍କର ଗ୍ଲାସ ଭାଙ୍ଗି ଯାଇଥିଲା ନାହିଁ ଗ୍ଲାସ ନେଇପାରିବ ଆଉ ଦେଖନ୍ତୁ ଗ୍ଲାସ ତ ଅଛି କିନ୍ତୁ ଆମ ମନ ପସନ୍ଦର ଗ୍ଲାସ ନାହିଁ ତ ତାବନି ଚାଲନ୍ତୁ ଆମେ ତଥାପି ବୁଲିବା ଦେଖିବା ଏଇଠି 10 ଟଙ୍କିଆ 20 ଟଙ୍କିଆ ଜିନିଷ ଚାଲ ଦେଖିବା ଏଇଠି 10 ଟଙ୍କିଆ ଜିନିଷ ଦିନେ ନେଇଯିବା ଏଇଟା ସବୁ 20 ଟଙ୍କା 10 ଟଙ୍କିଆ ଆଉ 20 ଟଙ୍କିଆ ଲେଖା ହେଇଯିବା ଭାଇଟା କେତେ 20 ଏଇଟା ବି 20 ଏ ଛୁଟିଆଟା 10 ଟଙ୍କା ନାହିଁ ଏଇଟା ବି 20 ସେଟା ବି 20 ସବୁ ନେଇପାରିବ 20 ଏଟା ଲୁଣ ନାହିଁ ଲୁଣ ହଁ ବୋଧେ 9 ଟଙ୍କା ଟଙ୍କିଆ ବ୍ୟାଗ ଅଛି 99 ଟଙ୍କିଆ ବ୍ୟାଗ 99 ଆଉ 250 ବ୍ୟାଗ ଆଉ 199 ଟଙ୍କା ବି ଅଛି ଶସ୍ତା ସୁନ୍ଦର ବ୍ୟାଗ ମିଳୁଛି ଏଠି 99 ଟଙ୍କାରେ ବ୍ୟାଗ ଆପଣ ତ ଦେଖିନଥିବେ କେବେ ଆସିବେ ଯିବେ 99 ଟଙ୍କାରେ ବ୍ୟାଗ ଏଇଠି ବି 10 ଟଙ୍କିଆ ବ୍ୟାଗ 10 ଟଙ୍କିଆ ଅନେକ ମାଲ ଅଛି ନାହିଁ ସେଇଟା ଏଇ ଜିନିଷଟା ନାହିଁ ଆଉ ଚାଲନ୍ତୁ ଦେଖିବା ସେଠି ସେପଟେ ଜଣେ ଦାଦା ଭଉଣୀ କହିକି ଡାକୁଛନ୍ତି ଆମେ ଯିବା ଦେଖିବା
ଆଉ ଯାହା କିଣିବେ 20 ଟଙ୍କା ଏଠି ହରେକ ମାଲ 5 ଟଙ୍କା ଜିନିଷ ଅଛି ସବୁ ପୂଜା ସାମଗ୍ରୀ ଶସ୍ତା ମାନେ ଲୋକ ଦେଖିବା ପୁରା ମାନେ ପିମ୍ପୁଡି ମାନେ ପୋକ ମାଛି ଭଳିଆ ପୁରା ଘେରିକି ରହିଛନ୍ତି ପୁରା 5 ଟଙ୍କା ଲେଖା ଯାହା କିଣିବେ ପୁରା 5 ଟଙ୍କା ଲେଖା ଆଁ? ଆଉ ସବୁଠୁ ଶସ୍ତା ଜିନିଷ ହଉଛି ଏଇଠି ପୁରା ହରେକ ମାଲ ପୁରା ଏ ମେଳା ସାରା ବୁଲିବେ ଏଇଠି ଏଇଠି ହିଁ ଶସ୍ତା ସବୁ ସେଥିପାଇଁ ବହୁତ ଭିଡ ରହୁଛି ଆମେ ବି ଟିକେ ଦେଖିବା ଏବେ ସେ କେତେ ବଡ ଡବା କହୁତା ସେ ଛୋଟିଆ ଡବା ନା ଦେଖନ୍ତୁ ଭାଇ ମାନେ ବହୁତ କଷ୍ଟ କଲା ପରେ ଏଇଟା ଆମେ ଜିନିଷ ଗୁଡା ପାଇଲୁ ବଢିଆ ମାନେ ସେଥିପାଇଁ ଏଇଠୁ ହିଁ ନବା ଆଉ ସବୁଆଡେ ବହୁତ ରେଟ୍ ଆମ ଯେହେତୁ ହାଇ ରେଟ୍ ଆମର ହଉଛି ବଜାର 5 ଟଙ୍କା ଏଇ ଜିନିଷଟା ହିଁ ନବା ଆଉ କିଛି ନବୁ ନା ତୁ ଆଉ 5 ଟଙ୍କା ବଢୁଛି କିଛି ନବୁ ନା ଘୁରେଇ ନେଇଯିବା ଭାଇ ଏଇଟା ନକଲି ନବୁ ନା ନବୁନା ରେଡ୍ କଲର ନବା ଏଇ ଗୋଟେ ନକପାଲିସ ନେଇଯିବା ରେଡ୍ କଲର ଆଉ କାହିଁ 5 ଟଙ୍କା ଘୁରେଇବା ଏଇ ରେଡ୍ କଲର ଗୋଟେ ନକପାଲିସ ନେଇଯିବା ଆଉ ବାଇକ ପାଖରେ 5 ଟଙ୍କିଆ ଘୁରିବା ପାଇଁ ଆଉ ଘୁରେଇବା ପାଇଁ ନାହିଁ ଯେତେବେଳେ ଯାଉଛି ଆଉ ହେଇଗଲା ଆମ 10 ଟଙ୍କା ହଉ ଚାଲ ହଉ ଚାଲ ଆଉ ଏଇ ଦିଟା ହିଁ ଜିନିଷ ନବା ଆଉ ବେଶୀ ନବାନି ଏଇଠି ଆସିଗଲା ଆମର ଖାଇବା ଜିନିଷ ଟିକେ ଆସିଗଲା ଏଇ ମଥୁରା କେକ୍ ଲଙ୍କା ଚପ୍ ଅଛି ଏପଟେ ସବୁ ଖାଇବା ସବୁ ଅଛି ସେପଟେ ବି ଖାଇବା ଏପଟେ ତ ମାନେ ଦେଖନ୍ତୁ ଏପଟେ ମଥୁରା କେକ୍ ଦୋକାନ ଅଛି ଆଉ ଏପଟେ 20-40 ଟଙ୍କା ଜିନିଷ ମାନେ ଏଇଥର ଗୋଟେ ଲାଗୁଛି ଗୋଟେ ମେଳା ଆମେ ଦୁର୍ଗା ସାଙ୍ଗରେ ମେଳା ବି ବଢିଆ ହେଇକି ଗୋଟେ ବହୁତ ଲୋକ ଭିଡ ହଉଛି ମାନେ ଶୀତ ଟାଇମ୍ ଟା ତ ଆସିକି ଟିକେ ଚାଲିଚାଲି ଗରମ କରୁଛନ୍ତି ଦେହକୁ ଆଉ ଯାହା ସବୁ ମେଳାରେ ଗୋଟେ ଇଣ୍ଟରେଷ୍ଟିଂ ଲାଗିଲା ସବୁ 20 ଟଙ୍କିଆ 40 ଟଙ୍କା 50 ଟଙ୍କା ଉପରୁ ଜିନିଷ ନାହିଁ ମାନେ ବହୁତ ବଢିଆ ଆପଣ କମ ମାନେ ଟଙ୍କା ନେଇକି ଆସିଲେ ବି ଏଇଠି 10 ଟଙ୍କିଆ ମାଲ ଆଉ ସେପଟେ 20 ଟଙ୍କିଆ ମାଲ ଢୋସା ବୁଲି ପାରିବେ ଆଉ ମନ ପସନ୍ଦର ଜିନିଷ କିଣି ନେଇ ପାରିବେ କିଛି ଅସୁବିଧା ନାହିଁ ସବୁ ଶସ୍ତା ଉପରେ ଅଛି ଆମେ ଦୂରିଆଡେ ଟିକେ ବୁଲି ଆସିବା ଛୁଆ ମାନେ ବି ଖେଳୁଛନ୍ତି ଆମ ଏଇ ଭାଇ କହୁଛନ୍ତି ଦୂରରେ ବସିବେ କହିଲେ ଭାଇ କଣ ଭାଇ କଣ ମନ ଦୁଃଖ ଅଛି ଭାଇ ଭାଇ ଏଇଠି ବସିଥାନ୍ତି ନା ନା ଭାଇ ନା ନା ତୁମ ପାଇଁ ନାହିଁ ଏଇଗୁଡା ଭାଇ ଏଇ ଲୋକଟା ମଧ୍ୟ କହୁଛି ଏଇ ଲୋକଟା 200 ଟଙ୍କା ଭାଇ କହିଲେ 200 ଟଙ୍କା ହେଲେ ଏଠି ବସେଇଦେବେ 200 ଟଙ୍କା ହେଲେ ବସେଇଦେବେ କହୁଛନ୍ତି ମୁଁ ବସିଥାନ୍ତି ଏଇଠି କିଛି ନାଇଁ ନାଇଁ ତୁ ଆମର ଚାଲ ଆମ ଗାଡିରେ ବସିବା ଦେଖନ୍ତୁ ଏଇଠି ଆପଣ ଆସିବେ ଡେଇଁ ମାରିବେ ଆମର ବଡି ୱେଟ୍ ବି କମେଇବ ଏକ୍ସରସାଇଜ ସାଙ୍ଗରେ ଏଇ ଛୁଆଟା ବଢିଆ ଖେଳୁଛି ଏଇ ଆମର ଡ୍ରାଗନ ଟ୍ରେନ ଛୁଆଟା ଏଇ ଭାଇ ଖେଳିବ କି ନା ନା ଭାଇ ରନି ଭାଇ ଖେଳିବ ନା ଏଇଠି ଇଚ୍ଛା ଅଛି ରନି ଭାଇଙ୍କର ବି ଇଚ୍ଛା ଅଛି ଖେଳିବା ପାଇଁ କିନ୍ତୁ ଆମେ ଚାହୁଁନେ ଦେଖିଲେ ପୁରା ଭାଇର ରେଟ୍ ହଉଛି 200 ଟଙ୍କା କହିଲେ ସେଇଟା ଗାଡି ଭିତରେ ହଁ ଭାଇ ଗାଡିରେ ବସିଥାନ୍ତେ ଭାଇ ଗାଡିରେ ବସିଥାନ୍ତେ ନା ନା ଥାଉ ଦେଖନ୍ତୁ ଏ ଡଙ୍ଗା ବଢିଆ ଏଇ ବର୍ଷ ଏଇ ଯୋଉ ଡଙ୍ଗା ଆସିଛି ଆଉ ଆପଣ ମାନେ ଆସିବେ ଡଙ୍ଗାରେ ବସିକି ଯିବେ ବା ମାନେ 20 ରାଉଣ୍ଡ 40 ଟଙ୍କା ଗୋଟେ ସବୁ କିଛି ମାନେ ପୁରା ସରସ୍ୱତୀ ମେଳା ଟାଇପ ର ଅନୁଭୂତି ହେଲା କିନ୍ତୁ ଖାଲି କେବଳ ରାମଦୋଳି ଆଉ ବ୍ରେକ୍ ଡାନ୍ସ ଟା ଆସିଥିଲେ ମତେ ଯେମିତି ଲାଗିଥିଲା ସରସ୍ୱତୀ ମେଳା ବୁଲୁଛି ଆଉ ପୁରା ଦେଖ ଆମର ସେ ଗୋଟେ ସାଙ୍ଗ ଆମର ଦେଖା ହେଇଗଲେ ଆଉ ଯୋଉ ଧୁମସା କେମିତି ଲାଗୁଛି ଆଉ ସେଇ ମାନେ ଶୀତରେ ଆସିଛ କେମିତି ଫିଲ୍ ହଉଛି ଟିକେ କୋଉ ଧୁମସା ଇଆଡେ ଚାଲିଛି ଲାଇନ ଚାଲିଛି ଟିକେ କୁହନ୍ତୁ କେମିତି ଲାଗୁଛି ଆମର ଡ୍ରାଇଭର ଏଇ ଦେଖ ଭାଇ ମାନେ ମୋ ପୁରା କ୍ଲୋଜ ଫ୍ରେଣ୍ଡ ମୋ କଲେଜ ର ଯାହା ଦେଖା ହେଇକି ବହୁତ ଖୁସି ଲାଗିଲା ମୁଁ ଭାବୁଛି ଏଇଭଳିଆ ଗୋଟେ ମେଳା ପଡୁ ଧୁମସା ହଉ କି ସରସ୍ୱତୀ ମେଳା ହଉ ଆମ ସାଙ୍ଗସାଥି ମାନେ ସମସ୍ତଙ୍କୁ ଦେଖା ହଉ ହସ ଖୁସିରେ ମାନେ ଯାଉ ଆଉ ବୁଲାବୁଲି କରିବା ସାଙ୍ଗ ହେଇକି ଆଉ ହଁ ଆସିଲେ ଏଇତ ଏବେ ଆସିছে ଖାଲି ଏମିତି ଏପଟେ ରାଉଣ୍ଡ ମାରିଦେଇ ଏପଟେ ବୁଲାବୁଲି କରିଯାଏ ତାପରେ ଯିବା ଭିତରକୁ ଆଉ ଏଟା ଆମର ଷ୍ଟାର ମାନେ ସବୁ ଦୋକାନ କରିଛନ୍ତି ବଢିଆ ସବୁ ତାଙ୍କର ମାନେ ଘର କରଣୀ ଜିନିଷ ହଉ ଖାଇବା ଜିନିଷ ହଉ
କି ଧୂପ ଫୂପ ସବୁ ମାନେ ବିଭିନ୍ନ ପ୍ରକାର ଜିନିଷ ମିଳିବ। ମାମା ସବୁ ସେ ତିଆରିଛନ୍ତି ଏ ସବୁ ମାନେ ହାତ ତିଆରି ଏ ସବୁ ହାତରେ ତିଆରି ଥାନ୍ତି। ମା ଜ୍ୟାକେଟ ରହୁଛି। ଏ କଣ ଉଡା ଏଗୁଡା ଏ କଣ ଉଡା ଏ ଝୁଣା ନା ଝୁଣା ଝୁଣା ଏ ହଉଛି ଆମର ମୟୂରଭଞ୍ଜର ପୁରା ଶିମିଳିପାଳ ବିଶୁଦ୍ଧ ମହୁ ମାନେ ବିଭିନ୍ନ ପ୍ରକାର ଝୁଣା ବି ଅଛି ଏ ସବୁ ମାନେ ସବୁ ତୁମେ ପ୍ରକାର ପାର ନାହିଁ ଦେଶୀ ଦେଶୀ ଜିନିଷ। ହଁ ହଁ ଆଜ୍ଞା ଆମର ଯୋଉ ଏଗୁଡା ସବୁ ରହିଛି ଏଗୁଡା ସବୁ ଆୟୁର୍ବେଦିକ ଜିନିଷ ଯୋଉଟା କି ଜଙ୍ଗଲ ଜାତ ଦ୍ରବ୍ୟ ଯୋଉଟା କି ଜଙ୍ଗଲରୁ ଯୋଉ ଆମେ ସଂଗ୍ରହ କରୁଛେ ଯୋଉ ଜିନିଷ ଗୁଡା ସେଟା କେମିତି ମେଡିସିନ ହେଇପାରୁ ଆଜ୍ଞା ଡାଇବେଟିସ ମେଡିସିନ ବି ହେଇପାରୁଛି ଗ୍ୟାଷ୍ଟ୍ରିକ ଏସିଡ ବି ହେଇପାରୁଛି ହାର୍ଟ କ୍ଲିନିକ ପାଇଁ ବି ହେଇପାରୁଛି ସବୁ ଆମେ କଲେକ୍ସନ କରୁଛୁ ଯୋଉଟା କି ଆମେ ଏଟାକୁ କେହି ଲୋକ ଜାଣିନଥିଲେ କିନ୍ତୁ ଏ ଜିନିଷ ଗୁଡା ଅଛି ଏ ଜିନିଷ ଅଛି ତା ଦ୍ୱାରା ମାନେ କଣ ଆମର ରୋଗ ଭଲ ହେଇପାରୁଛି। ତେଣୁ ଯେମିତିକି ଆମର କୁହାଯିବ ତ୍ରିଫଳା ଚୂର୍ଣ୍ଣ ସେଟା କି ସାଧାରଣତଃ ହରିଡା ବାହାଡା ଅଁଳା ହରିଡା ବାହାଡା ଅଁଳା ସେଇଟାକୁ କୁହାଯାଏ ତ୍ରିଫଳା ତ୍ରିଫଳା ତାର ଚୂର୍ଣ୍ଣ ସେଇଟା ଖାଇଲେ ଆମେ କଣ କରିବା ତାର ହେଇଯାଉଛି କଣ ଆମର ଏସିଡ ଗ୍ୟାଷ୍ଟ୍ରିକ ଗ୍ୟାଷ୍ଟ୍ରିକ ସେଟା ସେଟା କିନ୍ତୁ ଆଜିକାଲି ଲୋକମାନଙ୍କ ତ ଏସିଡ୍ ଗ୍ୟାସ୍ ନିହାତି ଏସିଡ ଗ୍ୟାଷ୍ଟ୍ରିକ ପ୍ରାୟ ଲୋକଙ୍କର ନିହାତି ହବ ସେଟା ହୁଏ କାରଣ ଆଜିକାଲି ଆମର ଖାଦ୍ୟ ଉପରେ ସେଟା ପ୍ରଭାବ ପଡୁଛି କିନ୍ତୁ ସେଇ ଜିନିଷ ଯୋଉ ଆମର ସେଇ ତ୍ରିଫଳା ଚୂର୍ଣ୍ଣ ଖାଇଲେ ଡାଇବେଟିସ ଆମର ଏସିଡ ଗ୍ୟାଷ୍ଟ୍ରିକ ଶୀଘ୍ର ହେଲା ସେମିତି ଡାଇବେଟିସ ପାଇଁ ବି ରହିଲା ଜାମୁକୋଳି ମଞ୍ଜି ଗୁଡୁମାରି ପତ୍ର ମେଥି ତ ମିଳୁଛି ମେଥି ଆଉ ନିମପତ୍ର ଆଉ ରହିଲା ଭୁଇଁ ନିମ ହେଲା ଏ ସବୁ ବିଭିନ୍ନ ଏମିତି ସବୁ ସବୁ ପୁରା ବିନା କେମିକାଲ ଆଜ୍ଞା ଇସୁନଫୁଲିଆ ପାଇଁ ତ ସେମିତିକା ମୋ ପାଖରେ ମେଡିସିନ ନାହିଁ ତା ପାଇଁ ଆମର କଣ କରାଯିବ ସେମିତି ଥଣ୍ଡା କାଟିବା ପାଇଁ ସେମିତି କିଛି ରହୁଛି ଜିନିଷ ଆମ ପାଖରେ ପିପୁଳି ଶୁଣ୍ଠି ଯୋଉ ପିପୁଡି ଚୂର୍ଣ୍ଣ ଶୁଣ୍ଠି ପିପୁଳି ଗୁଲମରିଚ ସେଇଟାକୁ ଆମେ କରିକି ଦେଇପାରୁଛୁ ସେ ଏସବୁ ତାହେଲେ ତା ଚୂର୍ଣ୍ଣଟା ମୋ ପାଖରେ ନାହିଁ ତାକୁ ନେଇକି ଚୂର୍ଣ୍ଣ କରିବେ ଯଦି ଅଛି ଶୁଣ୍ଠି ପିପୁଳି ଗୁଲମରିଚ ଜିନିଷ ଅଛି ହଉ ବହୁତ ବହୁତ ଧନ୍ୟବାଦ ଭାଇଙ୍କୁ ମାନେ ତାଙ୍କର ଯାହାବି ଜିନିଷ ସବୁ ଅଛି ସବୁ ମାନେ ଭଲ ଭଲ ଜିନିଷ ଅଛି କଣ ଏ ସବୁ ବିନା କେମିକାଲ ଜିନିଷ ହଁ ପ୍ରାକୃତିକ ଜିନିଷ ସବୁ ମାନେ ନ କେମିକାଲ ଆପଣ ଏନେ ଆସିବେ ଦେଖନ୍ତୁ ଭାଇଙ୍କଠୁ ନେବେ ଯାହା ହଉ ସେ ଭଲ ଜିନିଷ କହିଲେ ଲୋକମାନେ କଣ ଏବେ ତ ବିଭିନ୍ନ ରୋଗରେ ମାନେ ପୀଡ଼ିତ ଛୋଟ ରୋଗ ବଡ ରୋଗ ସବୁ ବିଭିନ୍ନ ରୋଗରେ ପୀଡ଼ିତ ହେଲେଣି ତ ଆସିବେ ଭାଇଙ୍କଠୁ ନେବେ ବହୁତ ମାନେ ସୁଲଭ ମୂଲ୍ୟରେ ମିଳୁଛି ଆପଣ ଆସନ୍ତୁ ବୁଲିକି ଯାଆନ୍ତୁ ଭାଇଙ୍କଠୁ ନିଅନ୍ତୁ ହଉ ଭାଇ ଧନ୍ୟବାଦ। ମଙ୍ଗଳା ସ୍ପେସ୍ ଅଛି ତାଙ୍କର ହଉଛି ବିଭିନ୍ନ ପ୍ରକାର ମାନେ ପିଠା ଖାଇବା ଜିନିଷ ମିଳୁଛି ମିକ୍ସଚର ମିଳୁଛି ବହୁତ ଦୂର ତ ଆମକୁ ଦେଖାଯାଉନି ନ ଦେଖାଯିବା ପାଇଁ ସବୁଆଡେ ହଉଛି ଡିସପ୍ଲେ ଲାଗିଛି ବଡ ବଡ ଏଲସିଡି ଆଉ ସେଠୁ ତ ଦେଖିପାରିବେ ଡିସପ୍ଲେରେ ଆରାମସେ ଦେଖିପାରିବ ପ୍ରୋଗ୍ରାମ ତ ଷ୍ଟାର୍ଟ ହେଇଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଜି ଯୋଉ ଆମର ମୁଖ୍ୟ ଯିଏକି ସ୍ୱରାଜ ବାରିକ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ପ୍ରାୟ 9ଟା ପାଖାପାଖିରେ ପହଞ୍ଚିବେ। ଏଇ ଜଣେ ଆଉ ଜଣେ ଭାଇ ଦେଖା ହେଇଗଲା ହାଇସ୍କୁଲ ସାଙ୍ଗ ଛୋଟ ବେଳର ସାଙ୍ଗ ଭାରି ଆଉ ବାହା ହେଇନାହାନ୍ତି ସେ ଏକା ଏକା ପଳେଇ ଆସିଛନ୍ତି ବାହା ହେଇସାରିଲେ ତ ସାଙ୍ଗ ଆସିବେ ଆଉ ସେତେବେଳେ ଆଉ ସାଙ୍ଗ ବୋଲି ଚିହ୍ନିବେନି ଏଇନା ସିନା ଯାହା ଦେଖା ହେଲେ ଭାଇ କେମିତି ଅଛ ସେତେବେଳେ ଭାଇ ଦୂରରୁ ଏମିତି ଆଉ ଭାଇ କିଛି କହିବେ ଯଦି କୁହନ୍ତୁ ଏ ଦେଖନ୍ତୁ ଭାଇ ଏଠି ବହୁତ କୁକୁରଟା କି ବହୁତ କୁକୁଡ଼ା ଠେକୁଆ ନା ମୂଷା ଗୁଡା ଠେକୁଆ ଗୁଡା ନା ଶାଗ ଖାଇତେ ଦିଆହଉଛି ହଁ ରେଷ୍ଟୁରାଣ୍ଟ କ୍ୟାଫେଟେରିଆ ଏରିଆ ଏଇଟା ହଉଛି ସୂଚନା
ସଜାଇକି ରଖାଯାଇଛି କେମିତି ଚାଷ କରିବେ କେମିତି ସେଇ ବିଷୟରେ ଚିତ୍ର ମାଧ୍ୟମରେ ଜଣେଇଛନ୍ତି ଫୁଲ ଚାଷ ହଉ ମାଛ ଚାଷ ହଉ ବିଭିନ୍ନ ପ୍ରକାର ଚାଷ ଯୋଉ କରିବେ ତାହାକୁ ମାନେ କେତେ ସୁନ୍ଦର ମାନେ ଛୋଟ ଆକାରରେ ସବୁବେଳେ ତିଆରି କରିକି ରଖିଛନ୍ତି ଏଠି ମହୁ ଚାଷ ଗୁହାଳ ଘର କେମିତି ପୋଖରୀ କରି ପୋଖରୀରେ ମାଛ ସବୁ ଛାଡା ହେଇଛି ମାଛ ଚାଷ ମାଛ କରାଯାଇଛି ମାଛ ଚାଷ ଏଇଟା ହଉଛି ମାଛ ଚାଷ କୁକୁଡ଼ା ଫାର୍ମ ସେ କୁକୁଡ଼ା ସବୁ farm। ପ୍ରକାର ଫାର୍ମ ବି କରାଯାଇଛି ଦେଖ ଏଠି ମୂଳା ଲଗା ହେଇଛି ମୂଳା ଚାଷ କରିପାରିବେ ବିଭିନ୍ନ ପ୍ରକାର ହଉଛି ଶାଗ ଚାଷ କରିପାରିବେ ତାପରେ ଏଇଠି ଦେଖ ଆମର ତ ଏଠାର ଇଏ ହଉଛି ଧାନ ଚାଷ ଦେଖ ଏଠି ଧାନ ଚାଷ ପନିପରିବା ଚାଷ ଆଉ ଏ ଭାଇ ଏ ଆମ ସୋନୁ ଭାଇ ଆସିଛନ୍ତି ଆମ ହସ୍ପିଟାଲ ତରଫରୁ ଏସବୁ କଣ ମାନେ ଡେଙ୍ଗୁ ଗୁଆ ଚଖଣା ପାଇଁ ଆସିଛି ହଁ ଆଉ ଡେଙ୍ଗୁ ଜ୍ୱର ହେଲେ କଣ କଣ କରିବେ ତା ବିଷୟରେ ଲେଖା ହେଇଛି ସବୁ ଆଉ ଡେଙ୍ଗୁ ଜ୍ୱର ନିରାକରଣ ପାଇଁ ସେ ଆସିଛନ୍ତି ସବୁ ବୁଝିବା ପାଇଁ ଡେଙ୍ଗୁ ମାନେ ତା ବିଷୟରେ ସେ ବୁଝେଇବେ ଲୋକଙ୍କୁ କେମିତି ନିୟନ୍ତ୍ରଣ ଆଉ ଭଲ ଆଉ ଡେଙ୍ଗୁ ଆଉ ସେ ଲୋକଙ୍କୁ ଜଣେଇବେ ହଉ ଚାଲନ୍ତୁ ବହୁତ ବହୁତ ଧନ୍ୟବାଦ ସବୁ ଭାଇ ତିଆରି ହଉଛି ଏଟା କିଛି ତିଆରି ହେଇଛି ଟିକେ ଆଜ୍ଞା ଦେଖ ଏଇଟା ହଉଛି ଜୟବଡାମ ପଡିଶର ଗ୍ରୁପରୁ ଆସିଛନ୍ତି କୋଉଠି ପ୍ରଭାଗଡି ଖୁଣ୍ଟା ବ୍ଲକ ହେଲା ଆସିଛନ୍ତି କେମିତି ସବୁ ତିଆରି ହଉଛି ଦେଖ ପଚାରିବା ମାଙ୍କୁ କେମିତି କଣ ପ୍ରାଇସ୍ ଦଉଛି ଆଜ୍ଞା 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 ସବୁ ତିଆରି ହଉଛି ଏଗୁଡାର ସକାଳ ଘାସ ଖଜୁରୀ ପତ୍ର ତିଆରି ହଉଛି ସବାଇ ଘାସ ଖଜୁରୀ ପତ୍ର ତିଆରି ସବୁ ପ୍ରାଇସ୍ ମାନେ ବହୁତ ପ୍ରାଇସ୍ ଅଛି ଆରମ୍ଭ କରି 5,000 7,000 ପର୍ଯ୍ୟନ୍ତ ବଢିଆ ଭଲ ଦେଖନ୍ତୁ ବହୁତ ସୁନ୍ଦର ମା ମାନେ ତିଆରି କଲେ ବହୁତ ସୁନ୍ଦର ଆକାରରେ ମାନେ ବହୁତ ସୁନ୍ଦର ହେଇଛି ମାନେ ଘରକୁ ନେବେ ବି ଜିନିଷ ପତ୍ର ରହିଲେ ବି ବହୁତ ଭଲ ଭାବରେ ରଖିପାରିବେ ହଁ ଏଇଟା ସପିଂ ପାଇଁ ନା ସପିଂ ପାଇଁ ଦେଖନ୍ତୁ ବେଗ ସବୁ ଏବେ ସବୁ ମାନେ କଣ ପୁରା ମାନେ କହିତେ ଗଲେ ପ୍ରାକୃତିରୁ ତିଆରି ହେଇଛି ଏଇଟା ମା ମାନଙ୍କ ହାତରୁ ବଢିଆ ଏ ଦେଖନ୍ତୁ ଆଉ ମାନେ ପେନ୍ ଷ୍ଟାଣ୍ଡ ନା डाइनिंग बेड डाइनिंग बेड बोलेगा डाइनिंग बेड ବହୁତ ବହୁତ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଯାହା ବି ହଉ ଆମେ ଆଜି ମାନେ ଧୁମସା ମେଳା ସାରା ବୁଲି ବୁଲି ପହଞ୍ଚିଲା ପରେ ଯାହା ବି ଖୁସି ଏଇଟା ଉଦ୍ୟାନ କୃଷି ବିଭାଗ ଓଡିଶା ଆମର ଉଦ୍ୟାନ ମାନେ ଏଇ ପନିପରିବା ନା ହୁଏ ଦେଖନ୍ତୁ ମାନେ ଉଦ୍ୟାନ ଯାହା ହଉ ବହୁତ ସୁନ୍ଦର ମାନେ ରଖାଇଛି ଫୁଲ ବି ଫୁଟିଛି ଏମାନେ ବହୁତ କରିଛନ୍ତି ଏ ଦେଖନ୍ତୁ ମାନେ ଗଣେଶ ଠାକୁରଙ୍କୁ ଫୁଲରେ ତିଆରି କରାଯାଇଛି କେନ୍ଦୁ ଫୁଲରେ ବଢିଆ ହେଇଛି
ବାহ କଦଳୀ ବାহ ଏଇଟା ହଉଛି ହାଇଡ୍ରୋ ଅଫିସ ହାଇଡ୍ରୋପୋନିକ୍ସ ଫାର୍ମିଂ ଦେଖନ୍ତୁ ଗୋଟେ ହାଇଡ୍ରୋପୋନିକ୍ସ ଫାର୍ମିଂ କେମିତି କରାଯାଏ ପାଇପ୍ ମାଧ୍ୟମରେ ନା ମାନେ ଗଛ ଲଗା ହେଇଥିବ ଚୋରି କଭର ହେଇକି ରଖା ହେଇଛି ଆଉ ବୋଧେ ପାଣି ସପ୍ଲାଇ ହବ ଏପଟେ ପାଣି ଯିବ ପାଣି ଦବା ଆଉ ପାଣି ଦବା ସେଠି ଚାଷୀରେ ଦେବେ ପାଣି ତାପରେ ଅଟୋମେଟିକ ତାର ଚାଲିଲା ପାଣି ଖର୍ଚ୍ଚ ହବନି ଆଉ ଅଧିକ ପରିଶ୍ରମ ମଧ୍ୟ କରିବା ପାଇଁ ପଡିବନି ପୁରା ନୂଆ ପୁରା ପାଣି ବି ନଷ୍ଟ ହବନି ମାନେ ପାଣି ବି ବେଶୀ ନଷ୍ଟ ହବନି ତାର ଯେତିକି ପରିମାଣ ପାଣି ଦରକାର ସେତିକି ପରିମାଣ ପାଣି ଭାଇଙ୍କୁ ପଚାରିବା ଭାଇଙ୍କୁ ପଚାରିବା डिपार्टमेंट ऑफ हॉर्टिकल्चर स्टोर है डिपार्टमेंट ऑफ हॉर्टिकल्चर जब क्या पर तो उद्यान कृषि विभाग जहाँ भी फल मूल पनीपरिया चाष आप तो तार जहाँ भी बेनिफिट डायरेक्ट सब्सिडी सरकार आप अकाउंट को दौर जमीन कि आप बैगण चाष कले जिलापी चाष कले भेंडी चाष कले तो सब आसे हाइब्रिड वेजिटेबल ऑर्डर आप सब्सिडी पाइपर ग्रीन भाउचर जमा कर सहित पाम ऑयल चाष ओडिशा प्रमोट करा आंब बहुत हाइब्रिड वेजिटेबल आंब सब ग्राफ्टेड जोड़ा कि ग्राफ्टेड आंब से भी दिया वाटरमेलन चाष उठूला खास कर 100 एकर वाटरमेलन से उठा चाष G9 भेराइट आपन को कदली भी मिल जाऊँ सहित एटा हूँ चिली चंपा कदली सब गच टोटाल उठूला फार्मिंग कराई बाकी एप्पल एटा हूँ काश्मीरी रेड भेराइट एप्पल जोटा कि बहुत प्रॉफिटेबल बिजनेस एटा एप्पल एटा हूँ वर्जिन भेराइट पंकिन एटार खासियत हूँ 4 ରୁ 5 किलो हो 5 किलो सहित या फ्रेश बहुत टेस्टी थाए मार्केट डिमांड बहुत अधिक सहित या सेल प्राइस आप भांगे जिते बेले मसे 1.5 मास स्टोरेज ये हूँ ब्लू स्टार टाइगर DNR 212 ब्लू स्टार वैशाखी ये 3टा लोकाल एरिया में चले उतुला कुंटा कपटी होता ये बैगण गोटे 219 नाम ग्राफ्टेड मिंजल आम प्रमोट कर जहाद्वारा कि आप हाई एंड लो कस्ट आप पाइपर आप 50,000 टका इनवेस्ट कर 50 डिस्प्ले आप मिनिमम 3.5 लाख चलाते पाइपर जो जहाँ सब इनफॉरमेशन देले अशेष अशेष धन्यवाद आओ भाई तो सब कथा कहले केमती सब माने सब्सिडी रे मिल पाछि आपण माने एबडा चाष करतु आओ माने हॉर्टिकल्चर सहित परामर्श करिक मध्ये तमे माने विभिन्न प्रकार भेराइटी रो माने पनीपरिया किबा फल मूल सह चाष आपण माने करि परिबे हॉर्टिकल्चर सहित जडित होतु एवं चाष मध्ये करि परिबे मका खाइबे ना माउसी हम चाट पप्पू खाइबनी ए देखंतु एटा मका मका क्या मका देखो এই বড়িয়া কিয়া যা एवढा मकाटा धरा जाए चामच एम धरिकी एमडी ଆପଣ କଣ ଖାଇଥିବେ କିନ୍ତୁ ଆମ ଭଳିଆ ଏମିତି ମାନେ ଠିଆ ହେଇକି ଖାଇନଥିବେ ଏବଂ ସେ ସିନେମାରେ ମୋର ଯେ ହିରୋଇନ ଥିଲେ ଏବଂ ସିଚୁଏସନ ଏମିତି ଥିଲା ଯେ ସିଏ ଆଉ କାହାକୁ ଭଲ ପାଉଥିଲେ କିନ୍ତୁ ମୁଁ ସେଠି ସାଇକୋ ଥ୍ରିଲର ହିସାବରେ ମାନେ ସାଇକୋ କ୍ୟାରେକ୍ଟର ଗୋଟେ କରିଥିଲି ତ ମାନେ ଯୋଉ ପ୍ରେମିକ ନଥାନ୍ତି ଯୋଉ ବହୁତ ଭଲ ପାଆନ୍ତି ସେଇ ଭଳିଆ ଗୋଟେ ଚରିତ୍ରଟେ ଥିଲା ଇଏ ଆମର ସେଇଭଳିଆ ଚରିତ୍ର ମୁଁ ଜାଣିଛି ବହୁତ ଖରାପ ହେଇଛି ତଥାପି ଆପଣ କଣ ଭାଇ ବହୁତ ଖରାପ ହେଇଛି ମୁଁ ଜାଣିଛି ଠିକ ଅଛି ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ଆମର ଚକୋଲେଟ୍ ହିରୋ ସ୍ୱରାଜ ବାରିକ ତାଙ୍କର ଡ୍ୟାନ୍ସ ଏବେ ଆରମ୍ଭ ହେବ ଏବେ ଡ୍ୟାନ୍ସ କରିବେ ଆମେ ମାନେ ବହୁତ ଏନ୍ଜୟ କଲୁ
आशा करुँची आपने भी बहुत एंजॉय करंतु आम वीडियो माध्यम आउ जो मैंने भी आम वीडियो देखुंट तो गोटे गोटे लाइक एवं कमेंट निश्चय करूँ कहीं कमेंट कले आम जाना आम वीडियो को आपने देखुंट आमको भी इंटरेस्ट लगे आउरी किसी नुआ देखापी भल देखापी 100% चेष्टा करूँ आपण को नुआ नुआ ब्लॉग देखापी आ जगह देखू आ सहित धन्यवाद देवी आम उदला NSC को आउ जो मैंने आम स्वराज बारिक को ये इनवाइट करचंती ता सहित आपण को भी बहुत बहुत धन्यवाद आम वीडियो को बहुत सारा भल पाए दउचंती। तो सांग माने वर्तमान तो राति ही गलानी आमे वर्तमान जीवु किछि खाई देकी तापर घर को जीवु।